ଆଜି ଆମେ କହିବୁ ଏହି ସତ୍ୟ ଯାହା ସମସ୍ତେ କହନ୍ତି ନାହିଁ। ଆପଣଙ୍କ ରାଶିର ଶକ୍ତି ଆପଣଙ୍କ ଜୀବନର ଗୁପ୍ତ ଦିଗ ଏବଂ ଏହି ସମୟ ଯେତେବେଳେ ଆପଣଙ୍କ ଭାଗ୍ୟ ହଠାତ୍ ପଲଟିଯିବ। ଧ୍ୟାନରେ ଶୁଣନ୍ତୁ, କାରଣ ଏହି ସନ୍ଦେଶ ହୋଇପାରେ ଆପଣଙ୍କ ପାଇଁ। କେବେ ଭାବିଛନ୍ତି କି ଆପଣଙ୍କ ଜୀବନରେ ଯାହା ଘଟୁଛି ସେ କେବଳ ଦୁର୍ଘଟଣା ନୁହେଁ, ସେ ଲେଖାଯାଇଛି ଆକାଶରେ। ରାଶି, ଗ୍ରହ, ଭାଗ୍ୟ ଏହି ସବୁରେ ଲୁଚିଛି ଆପଣଙ୍କ ଭବିଷ୍ୟତର ରହସ୍ୟ। ସ୍ୱାଗତ ଆପଣଙ୍କୁ ଆଷ୍ଟ୍ରୋଭଗ୍ୟରେ। ଏଠାରେ ଆମେ କହୁନାହିଁ ସାଧାରଣ କଥା, ଆମେ ଖୋଲୁଛୁ ରାଶିର ଗୁପ୍ତ ସତ୍ୟ, ଭାଗ୍ୟର ଅଦୃଶ୍ୟ ସଂକେତ ଏବଂ ଆପଣଙ୍କ ଜୀବନର ଲୁଚିଥିବା ରାଜଯୋଗ। ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଆପଣଙ୍କ ସମୟ କେବେ ପଲଟିବ, କେବେ ଆସିବ ଧନ, କେବେ ମିଳିବ ସଠିକ୍ ପ୍ରେମ, ତେବେ ଏହି ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚାଲନ୍ତୁ ଆରମ୍ଭ କରିବା ଆପଣଙ୍କ ଭାଗ୍ୟର ଯାତ୍ରା। ଆପଣ ସିଂହ ରାଶି କି? ଆପଣଙ୍କ ଜୀବନରେ କେବେ ଏମିତି ଲାଗିଛି କି ମୁଁ ଏତେ ଶକ୍ତିଶାଳୀ ହେଉଥିଲେ ମଧ୍ୟ ସଫଳତା କାହିଁକି ଡେରିରେ ଆସୁଛି? ସମସ୍ତେ ଆପଣଙ୍କୁ ଷ୍ଟ୍ରଙ୍ଗ ବୋଲି ଭାବନ୍ତି, କିନ୍ତୁ ଭିତରର ଯନ୍ତ୍ରଣା କେହି ବୁଝିନାହାନ୍ତି। ସିଂହ ରାଶି ଲୋକମାନେ ଜନ୍ମରୁ ରାଜା, କିନ୍ତୁ ତାଙ୍କର ରାଜ୍ୟ 30 ପରେ ଆରମ୍ଭ ହୁଏ। ଆଜିର ଏହି ଲଙ୍ଗ ଭିଡିଓରେ ଆମେ ସିଂହ ରାଶିର କମ୍ପ୍ଲିଟ୍ ଲାଇଫ୍ ଜର୍ଣ୍ଣି ଦେଖିବୁ। ଶିଶୁକାଳରୁ 50 ବର୍ଷ ପର୍ଯ୍ୟନ୍ତ ଲଭ୍, କ୍ୟାରିୟର, ମନି, ମ୍ୟାରେଜ୍, ହିଡେନ୍ ସିକ୍ରେଟ୍ସ ସବୁ କିଛି ଖୋଲାମେଳା ଭାବରେ। ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଶେଷରେ ଏକ ଗୁପ୍ତ ରହସ୍ୟ ଅଛି ଯାହା ସିଂହ ରାଶି ଲୋକଙ୍କ ଭାଗ୍ୟ ପଲଟାଇ ଦେଇପାରେ। ସୂର୍ଯ୍ୟର ସନ୍ତାନ ସିଂହ ରାଶି ଏକ ନାମ ନୁହେଁ, ଏକ ଶକ୍ତି, ଏକ ଚିହ୍ନ ନୁହେଁ, ଏକ ଆତ୍ମବିଶ୍ୱାସ, ଏକ ଜନ୍ମକୁଣ୍ଡଳୀ ନୁହେଁ, ଏକ ରାଜସିକ ଯାତ୍ରା। ଯେଉଁମାନେ ସିଂହ ରାଶିରେ ଜନ୍ମ ନେଇଛନ୍ତି ସେମାନେ ସାଧାରଣ ଲୋକ ନୁହେଁ। ସେମାନଙ୍କ ମନରେ ଥାଏ ଏକ ଅଗ୍ନି, ସେମାନଙ୍କ ଆଖିରେ ଥାଏ ଏକ ସ୍ୱପ୍ନ, ସେମାନଙ୍କ ହୃଦୟରେ ଥାଏ ଏକ ଗର୍ଜନ। କିନ୍ତୁ ଏହି ଗର୍ଜନ ସମସ୍ତେ ଶୁଣିପାରନ୍ତି ନାହିଁ, କାରଣ ସିଂହ ରାଶି ଲୋକମାନେ ନିଜ ଯନ୍ତ୍ରଣାକୁ ଲୁଚାଇ ରଖନ୍ତି। ଚ୍ୟାପ୍ଟର 1 ସିଂହ ରାଶିର ମୂଳ ସ୍ୱଭାବ। ସିଂହ ରାଶିର ଅଧିପତି ସୂର୍ଯ୍ୟ। ସୂର୍ଯ୍ୟ କେବେ ଲୁଚି ରହେ ନାହିଁ, ସେ ଉଦୟ ହୁଏ, ଆଲୋକ ଦିଏ, ପ୍ରଭାବ ପକାଏ। ସେହିପରି ସିଂହ ରାଶି ଲୋକମାନେ ଆତ୍ମବିଶ୍ୱାସୀ, ନେତୃତ୍ୱ ଦକ୍ଷ, ରାଜସିକ, ଗର୍ବିତ କିନ୍ତୁ ଭଲ ହୃଦୟର। କିନ୍ତୁ ଏକ ଗୁପ୍ତ କଥା, ସେମାନେ ବାହାରୁ ଷ୍ଟ୍ରଙ୍ଗ, ଭିତରୁ ଇମୋସନାଲ। ସେମାନେ ଚାହାନ୍ତି ସମ୍ମାନ ଏବଂ ଏପ୍ରିସିଏସନ୍। ଯଦି ମିଳେ ନାହିଁ ମନ ଭାଙ୍ଗିଯାଏ। ଚ୍ୟାପ୍ଟର 2 ଚାଇଲ୍ଡହୁଡ୍ ଟିନେଜ୍ ଲାଇଫ୍। ଛୋଟବେଳୁ ସିଂହ ରାଶି ଅଲଗା। ସ୍କୁଲରେ, ଷ୍ଟେଜ୍ ଉପରେ ଭୟ ନାହିଁ, ସ୍ପୋର୍ଟସରେ ଲିଡ୍ କରନ୍ତି। ଗୋଷ୍ଠୀର ଲିଡର କିନ୍ତୁ ଏକ ସମସ୍ୟା, ସେମାନେ ଆଦେଶ ଦେବାକୁ ପସନ୍ଦ କରନ୍ତି, ଆଦେଶ ମାନିବାକୁ ନୁହେଁ। ଏହି କାରଣରେ ଶିଶୁକାଳରେ କେବେ କେବେ ଟିଚର ବା ପେରେଣ୍ଟସ୍ ସହିତ କ୍ଲାସ୍ ହୁଏ। ଚ୍ୟାପ୍ଟର 3 18-25 ପରୀକ୍ଷା ସମୟ। ଏହି ସମୟ ସିଂହ ରାଶି ପାଇଁ ପରୀକ୍ଷା। ଫାଷ୍ଟ ଲଭ୍, ଫାଷ୍ଟ ଫେଲିୟର, ଫାଷ୍ଟ ବିଟ୍ରେୟଲ। ଅତ୍ୟଧିକ ଆତ୍ମବିଶ୍ୱାସ କେବେ କେବେ ଓଭର କନଫିଡେନ୍ସ ହୋଇଯାଏ। ଲଭ୍ରେ ଧୋକା ମିଳିପାରେ, ଫ୍ରେଣ୍ଡସିପ୍ରେ ବିଶ୍ୱାସ ଭଙ୍ଗ ହୋଇପାରେ। ଏହି ସମୟ ସେମାନଙ୍କୁ ନମ୍ରତା ଶିଖାଏ। ଚ୍ୟାପ୍ଟର 4-26-30 ଟର୍ଣ୍ଣିଂ ପଏଣ୍ଟ। ଏହି ସମୟରେ ସିଂହ ରାଶି ବୁଝିବା ଆରମ୍ଭ କରେ, ମୁଁ ରାଜା ହେବାକୁ ଚାହୁଁଛି, କିନ୍ତୁ ପ୍ରଥମେ ମୋତେ ନିଜକୁ ଜିତିବାକୁ ପଡ଼ିବ। ଏଠାରେ କ୍ୟାରିୟର ଡାଇରେକ୍ସନ ମିଳେ, ସିରିୟସ୍ ରିଲେସନସିପ୍ ଆସେ, ଫାଇନାନ୍ସିଆଲ ପ୍ଲାନିଂ ଆରମ୍ଭ ହୁଏ। ଚ୍ୟାପ୍ଟର 5-30-40 ଡେଷ୍ଟିନି ଆକ୍ଟିଭେସନ। ଏହି ହେଉଛି ସିଂହ ରାଶିର ଗୋଲ୍ଡନ ଫେଜ୍। ପ୍ରମୋସନ, ବିଜନେସ୍ ସକ୍ସେସ୍, ସୋସିଆଲ ରେସ୍ପେକ୍ଟ, ମ୍ୟାରେଜ୍ ଷ୍ଟେବିଲିଟି। 30 ପରେ ସେମାନେ କାମ ହୋଇଯାନ୍ତି, ଡିସିଜନ ମେଚ୍યોର ହୁଏ, ଅଥରିଟି ବଢ଼ିଯାଏ। ଯେମାନେ 25ରେ ଇଗ୍ନୋର କରୁଥିଲେ 35ରେ ସେମାନେ ତାଙ୍କ ପାଖକୁ ଆସନ୍ତି। ମନି କ୍ୟାରିୟର ଡିପ୍ ଆନାଲିସିସ୍। ସିଂହ ରାଶି ପାଇଁ ସୁଇଟେବଲ୍ ଫିଲ୍ଡସ୍ ଗଭର୍ଣ୍ଣମେଣ୍ଟ ଜବ୍, ପଲିଟିକ୍ସ, ବିଜନେସ୍, ଆକ୍ଟିଂ, ବାଲାନ୍ସ ମିଡିଆ, ମ୍ୟାନେଜମେଣ୍ଟ। ସେମାନେ ବସ୍ ହେବାକୁ ଚାହାନ୍ତି, ଏମ୍ପ୍ଲୟି ଭାବେ ଅଧିକ ଦିନ ରହିବା ପସନ୍ଦ କରନ୍ତି ନାହିଁ। 35 ପରେ ଫାଇନାନ୍ସିଆଲ ଷ୍ଟେବିଲିଟି ଷ୍ଟ୍ରଙ୍ଗ ହୁଏ। ଲଭ୍ ମ୍ୟାରେଜ୍ ସିକ୍ରେଟ୍ସ। ସିଂହ ରାଶି
ପଜେସିଭ୍, ଲୟାଲ, ରୋମାଣ୍ଟିକ୍। କିନ୍ତୁ ଇଗୋ ପ୍ରୋବ୍ଲେମ୍ସ ଥାଏ। 25 ପୂର୍ବରୁ ଲଭ୍ ଫେଲିୟର ସମ୍ଭାବନା। 30 ପରେ ଟ୍ରୁ ପାର୍ଟନର ମିଳିବା ସମ୍ଭାବନା ବେଶୀ। ମ୍ୟାରେଜ୍ ପରେ ଲକ୍ ବଢ଼ିଯାଏ। ସିଂହ ରାଶିର ଡାର୍କ ସିକ୍ରେଟ୍ସ। ସିଂହ ରାଶିର ଏକ ଅନ୍ଧାର ପକ୍ଷ ଅଛି ଯାହା କେହି କହେ ନାହିଁ। 1. ହିଡେନ୍ ଲୋନଲିନେସ୍। ବାହାରୁ ଷ୍ଟ୍ରଙ୍ଗ, ଭିତରୁ ଏକ୍ସଟ୍ରିମଲି ସେନ୍ସିଟିଭ୍। ସେମାନେ ସବୁଠୁ ଅଧିକ ଏକାକୀ ଅନୁଭବ କରନ୍ତି। 2. ଇଗୋ ଇଜ୍ ପ୍ରୋଟେକ୍ସନ୍ ନଟ୍ ପ୍ରାଇଡ୍। ଏହା ଏକ ସେଲ୍ଫ ଡିଫେନ୍ସ ମେକାନିଜମ୍। ଲୋକେ ସେମାନଙ୍କୁ ଅଭିମାନୀ ଭାବନ୍ତି। 3. ଆଙ୍ଗର କମ୍ସ ଫ୍ରମ୍ ବେଟ୍ରେୟାଲ୍। ସେମାନେ ସାଧାରଣତଃ ରାଗି ନୁହେଁ, କିନ୍ତୁ ବିଶ୍ୱାସ ଭଙ୍ଗ ହେଲେ ଅଗ୍ନି ହୋଇଯାନ୍ତି। 4. ଲେଟ୍ ବ୍ଲୁମର୍ସ। ସିଂହ ରାଶି ଦେରେ ଚମକେ। ଏହି ଦେରି ତାଙ୍କୁ ଭାଙ୍ଗେ ନୁହେଁ ଗଢ଼େ। ଦୁର୍ବଳତା ଓ ପ୍ରତିକାର। ରାଗ, ଇଗୋ, ଶୋ ଅଫ୍। ଯଦି ଏହି ତିନୋଟି କଣ୍ଟ୍ରୋଲ କଲେ ସିଂହ ରାଶି ଅପରାଜିତ। ସ୍ପିରିଚୁଆଲ ରେମେଡି। ସଣ୍ଡେରେ ସୂର୍ୟା ଆର୍ଘ୍ୟ ଦିଅନ୍ତୁ। ଓମ୍ ଘ୍ରିନି ସୂର୍ୟାୟ ନମଃ ମନ୍ତ୍ର ଜପ କରନ୍ତୁ। ତମ୍ବା କପର ବ୍ୟବହାର କରନ୍ତୁ ଏବଂ ଦାନ, ଚ୍ୟାରିଟି କରନ୍ତୁ। ଫାଇନାଲ ପାୱାରଫୁଲ୍ ମେସେଜ। ସିଂହ ରାଶି, ଆପଣଙ୍କ ଜୀବନ ଏକ ଫିଲ୍ମ ଭଳି। ପ୍ରଥମ ଆଧା ଭାଗ ସଂଘର୍ଷ, ଦ୍ୱିତୀୟ ଆଧା ବିଜୟ। ଯଦି ଏବେ ସଂଘର୍ଷ ଚାଲିଛି, ମନେ ରଖନ୍ତୁ ସୂର୍ଯ୍ୟ ଡେରିରେ ଉଠିପାରେ, କିନ୍ତୁ ଉଠିଲେ ସମସ୍ତ ଆକାଶ ଆଲୋକିତ କରେ। ସିଂହ ରାଶି, ଆପଣ ଜନ୍ମରୁ ରାଜା। ଆପଣଙ୍କ ସମୟ ଆସିବ, ଏବଂ ଯେତେବେଳେ ଆସିବ ସମସ୍ତେ ଦେଖିବେ। ଯଦି ଆଜିର ଏହି ଗୁପ୍ତ ସତ୍ୟ ଆପଣଙ୍କୁ ସ୍ପର୍ଶ କରିଥାଏ, ତେବେ ଭିଡିଓକୁ ଲାଇକ୍ କରନ୍ତୁ, କମେଣ୍ଟରେ ଲେଖନ୍ତୁ ଜୟ ସୂର୍ୟା ଦେବ ଏବଂ ଆମ ଚ୍ୟାନେଲ ଆଷ୍ଟ୍ରୋଭଗିଆକୁ ସବସ୍କ୍ରାଇବ୍ କରନ୍ତୁ। ମଜବୁତ ରୁହନ୍ତୁ, ଆତ୍ମବିଶ୍ୱାସୀ ରୁହନ୍ତୁ, କାରଣ ଆପଣଙ୍କ ସୂର୍ଯ୍ୟ ଉଦୟ ହେବାକୁ ବାକି ଅଛି। ଏହା ଥିଲା ଆଷ୍ଟ୍ରୋଭାଗ୍ୟ, ଆପଣଙ୍କ ଭାଗ୍ୟର ସାଥୀ। ଆପଣଙ୍କ ପାଇଁ ଆଉ କ'ଣ କରିପାରିବି? ଯଦି ଆପଣ ଚାହିଁବେ। ଯଦି ଏହି ଭିଡ଼ିଓ ଆପଣଙ୍କ ମନକୁ ଛୁଇଁଥିଲା ତେବେ ଲାଇକ୍ କରନ୍ତୁ ଏବଂ ଆଷ୍ଟ୍ରୋଭାଗ୍ୟ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।